ଗତକାଲି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଥିଲା, ଯେଉଁଥିରେ ଚମ୍ପୁଆର ଜଣେ ଦହିବରା ବିକ୍ରେତା ଗ୍ରାହକମାନଙ୍କୁ ଖାଦ୍ୟ ପରଷିବା ବେଳେ ଅତ୍ୟନ୍ତ ଅସଚେତନ କାମ କରୁଥିବା ଦେଖିବାକୁ ମିଳିଥିଲା। ଭିଡ଼ିଓରେ ଦେଖାଯାଇଥିଲା ଯେ ସେ ଗ୍ରାହକମାନେ ଖାଇସାରି ଛାଡ଼ିଥିବା ବଳକା ଦହିବରାକୁ ପୁଣି ଥରେ ଅନ୍ୟ ଗ୍ରାହକଙ୍କ ପ୍ଲେଟରେ ମିଶାଉଥିଲେ। ଏହି ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାଶ ହେବା ପରେ ଚମ୍ପୁଆ ଏନ୍ଏସି ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ତୁରନ୍ତ ସକ୍ରିୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସମ୍ପୃକ୍ତ ଦହିବରା ବିକ୍ରେତାଙ୍କୁ ଗିରଫ କରାଯାଇଛି। ଦୋକାନୀ ବ୍ୟବହାର କରୁଥିବା ଗାଡ଼ି ଏବଂ ବିକ୍ରି ପାଇଁ ରଖାଯାଇଥିବା ସମସ୍ତ ଦହିବରା ଓ ଅନ୍ୟାନ୍ୟ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଏପରି ଖେଳ ଖେଳୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏଭଳି କଠୋର ପଦକ୍ଷେପ ନେଇଥିବାରୁ ଚମ୍ପୁଆ ଏନ୍ଏସି ଏବଂ ଚମ୍ପୁଆ ଥାନା ପୋଲିସକୁ ଅନେକ ଧନ୍ୟବାଦ ଦେଇଛନ୍ତି ସେଠାକାର ଅଞ୍ଚଳବାସୀ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।